नमस्ते, ମୁଁ ଶୁଭଶ୍ରୀ ଜେନା କ୍ଲିନିକାଲ ଡାଇଟିସିଆନ୍ ଡକ୍ଟର କାନୁନ ଘୋଷ ଡାଇବେଟିସ୍ ସେଣ୍ଟର। ଆପଣ ଜଣେ ଡାଇବେଟିକ୍ ହେଲେ ଆଜିକାଲି ବହୁତ ଭୋଜି ଭାତ ବାହାଘର ସିଜନ୍ ଚାଲିଛି। ନିଜକୁ କେମିତି କଣ୍ଟ୍ରୋଲ କରିବେ, ତା ସହିତ ନିଜ ସୁଗର ମେଣ୍ଟେନ୍ କରିବେ, ତାହା ପାଇଁ କିଛିଟା ଟିପ୍ସ। ଆପଣ ଭୋଜିକୁ ଯିବା ଆଗରୁ କିଛିଟା ଖାଦ୍ୟ ଆପଣ ଘରେ ଖାଇକି ଯିବେ, ଯେମିତିକି ସାଲାଡ୍ ହଉ, ସ୍ପ୍ରାଉଟ୍ସ ହଉ। ପୁରା ଭୋକରେ ଭୋଜି ଭାତ ଯିବେ ନାହିଁ। ଦ୍ୱିତୀୟତଃ, ସେଇଠି ଭୋଜିରେ ଅନେକ ପ୍ରକାର ଆଇଟମ୍ ହେଇଥାଏ, ଛଣାରୁ ଷ୍ଟାର୍ଟ କରି ଏଭ୍ରିଥିଙ୍ଗ। ତ ସେଇଠି ଆପଣ କେଉଁ ଖାଦ୍ୟ ଚୁଜ୍ କରିବେ ଯେଉଁଟାକି ଆପଣଙ୍କ ଡାଇବେଟିସ୍ରେ ବ୍ଲଡ୍ ସୁଗରକୁ ମ୍ୟାନେଜ୍ ରଖିବ। ଯେମିତିକି ଆପଣ ପ୍ରଥମେ ଯାଇ ସାଲାଡ୍ ହେଇଥାଏ, ସାଲାଡ୍ ନେବେ, ସୁପ୍ ନେବେ। ଦେନ୍ ଆପଣ ଷ୍ଟାର୍ଟରରେ ଫ୍ରାଏଡ୍ ଆଇଟମ୍ ନ ନେଇ ଆପଣ ଗ୍ରିଲ୍ଡ ଆଇଟମ୍ ଅର୍ କବାବ, ପନିର କବାବ କିମ୍ବା ଚିକେନ୍ କବାବ ଯେଉଁଟାକି ତନ୍ଦୁର ଆଇଟମ୍ ହେଇଥିବ, ତ ଫ୍ରାଏଡ୍କୁ ଆଭଏଡ଼୍ କରି ଆପଣ ତନ୍ଦୁର ଆଇଟମ୍ ନେଇପାରିବେ। ଦେନ୍ ତାପରେ ବହୁତ ପ୍ରକାର ରାଇସ୍ ଆଣ୍ଡ ନାନ୍ ଏଭ୍ରିଥିଙ୍ଗ ହେଇଥାଏ। ତ କାର୍ବୋହାଇଡ୍ରେଟ୍କୁ ଆପଣ ଅଧିକ ନ କରି ତାକୁ କମ୍ ନେବେ, ମଲ୍ଟିପଲ୍ କାର୍ବୋହାଇଡ୍ରେଟ୍ ନ ନେଇ ଏଦର ରାଇସ୍ ଅର୍ ରୁଟି। ତାହେଲେ ଆପଣ କାର୍ବୋହାଇଡ୍ରେଟ୍କୁ କଣ୍ଟ୍ରୋଲ କରିପାରିବେ। ତା ସହିତ ଆପଣ ଯେତେ ପ୍ରକାର ଗ୍ରେଭି ଆଇଟମ୍ ହେଇଥାଏ, ସେଇଥିରୁ ସବୁତକ ଗ୍ରେଭି ଆଇଟମ୍ ନ ନେଇ ଆପଣ ଗ୍ରେଭି ହଟେଇ ନର୍ମାଲ ଚିକେନ୍ କିମ୍ବା ପନିର, ମାଛ ଖାଇପାରିବେ। ଭୋଜିର ଏତେ ସାରା ଖାଦ୍ୟ ଦେଖି ଲୋଭରେ ଅଧିକ ଖାଦ୍ୟ ଖାଇବା କେବେ ବି ଆପଣ ଚୁଜ୍ କରିବେନି। ଟ୍ରାଏ କରିବେ ସବୁଥିରୁ ପୋର୍ସନ୍ କମ୍ କରି ଅଳ୍ପ ଅଳ୍ପ ଫୁଡ୍ ଖାଇବେ। ତାହେଲେ ଆପଣ ନିଜ ସୁଗର ଲେଭେଲ୍ ସ୍ପାଇକ୍ ହେବାଠୁ ଆପଣ ନିଜକୁ ବଞ୍ଚେଇ ପାରିବେ। ଆଣ୍ଡ ଭୋଜିରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଡେଜର୍ଟ ସାଇଡ୍କୁ ତ ଜମା ଯିବେନି। ମିଠାକୁ ଆପଣ ଯେତେ ଆଭଏଡ୍ କରିବେ। ଆଣ୍ଡ କିଏ ଯଦି ଆପଣଙ୍କୁ ଅଫର୍ ବି କରେ, ହଁ ଖାଇଦିଅନ୍ତୁ କ'ଣ ଅଛି, ସେଇଟା କେବେ ବି ଆପଣ ଆକ୍ସେପ୍ଟ କରିବେ ନାହିଁ। ତ ଟ୍ରାଏ କରିବେ ମନା କରିବା ପାଇଁ, ଡେଜର୍ଟକୁ नो କରିବେ। ଆଣ୍ଡ ମୋଷ୍ଟ ଇମ୍ପୋର୍ଟାଣ୍ଟ ସୁଗର ଡ୍ରିଙ୍କ୍ସ ଯେଉଁଗୁଡ଼ା ମକଟେଲ୍, କୋଲ୍ଡ ଡ୍ରିଙ୍କ୍ସ ରହୁଛି, ତାକୁ ଆପଣ ନିଶ୍ଚିତ ଆଭଏଡ୍ କରିବେ, କାରଣ ସେଇଟା ଆପଣଙ୍କ ସୁଗର ଲେଭେଲକୁ ସ୍ପାଇକ୍ କରିଦିଏ। ତ ଆପଣ ଟ୍ରାଏ କରିବେ, ଯଦି ଡାଏଟ୍ କୋକ୍ ଅଛି ଡାଏଟ୍ କୋକ୍ ନେଇପାରିବେ। ସୁଗରୀ ଡ୍ରିଙ୍କ୍ସକୁ ଆଭଏଡ୍ କରିବେ, ଡେଜର୍ଟକୁ ଆଭଏଡ୍ କରିବେ, ପୋର୍ସନ୍ କଣ୍ଟ୍ରୋଲ କରି ଖାଇବେ, ରାଇଟ୍ ଫୁଡ୍ ଚୁଜ୍ କରିବେ, ସାଲାଡ୍, ଗ୍ରିନ୍ସ ଆଣ୍ଡ ସୁପ୍ ଆପଣ ନେବେ। ଦେନ୍ ଭୋକରେ ଭୋଜିକୁ ଯିବେ ନାହିଁ। ଏତିକି ମାନିକି ଚଳିଲେ ଆପଣ ଭୋଜି ବି ଏନ୍ଜୟ କରିପାରିବେ।